ସମ୍ବାଦଟିର ଶୀର୍ଷକ ହେଉଛି ତାହା ଯଥେଷ୍ଟ ନୁହେଁ। ତାହା ଯଥେଷ୍ଟ ନୁହେଁ। এই কথা ଜଣେ ବ୍ୟକ୍ତି ନର୍କରୁ କହୁଛନ୍ତି। ଆଜିର ସମ୍ବାଦଟି ହେଉଛି ନର୍କରୁ ପାଇଥିବା ସମ୍ବାଦଟି। ଜଣେ ବ୍ୟକ୍ତି ଯେ ଧନୀ ବ୍ୟକ୍ତି ଥିଲେ, ଯେ ଆପଣମାନେ ଲୁକ 16 ଅଧ୍ୟାୟରେ ଦେଖିପାରିବେ, ସେ ଜଣେ ଧନୀ ବ୍ୟକ୍ତି ଥିଲେ। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲେ। ଗୋଟେ ଦିନ ଆସିଲା ତାଙ୍କୁ ମରିବା ପାଇଁ ପଡ଼ିଲା। ପ୍ରିୟ ବନ୍ଧୁ, ସେ ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ ବା ଅଶିକ୍ଷିତ ହୁଅନ୍ତୁ, ମୂର୍ଖ ହୁଅନ୍ତୁ ବା ସମ୍ଭ୍ରାନ୍ତ ହୁଅନ୍ତୁ, ସେ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କୁ ଦିନେ ଏ ଜଗତ ଛାଡ଼ି ଯିବା ପାଇଁ ପଡ଼ିବ। ଆଉ ଜଗତ ଛାଡ଼ିଗଲା ପରେ ଦୁଇଟା ଜାଗା ଅଛି, 3 ନମ୍ବର ଜାଗା ଆଉ କୋଉଠି ନାହିଁ। ଆଇଦର ସ୍ୱର୍ଗରେ ନଚେତ୍ ନର୍କରେ ଯିବା ପାଇଁ ପଡ଼ିବ। ଆଉ ଦୁର୍ଭାଗ୍ୟବଶତଃ এই ବ୍ୟକ୍ତି ଜଣକ ଯେମିତି ଜୀବନ କାଟିଥିଲେ, ପ୍ରଭୁ ବିହୀନ ଜୀବନ କାଟିଥିଲେ, ପ୍ରଭୁଙ୍କୁ ଭୟ କରିନଥିଲେ, ମନ ପରିବର୍ତ୍ତନ କରିନଥିଲେ, ଆଉ ସେ ନର୍କକୁ ଗଲେ। ଆଉ ନର୍କକୁ ଗଲା ପରେ ସେ ଦେଖୁଛନ୍ତି ଯେ ତାଙ୍କର ଦ୍ୱାର ଫାଟକ ପାଖରେ ଯେ ବସିଥିଲା ଲାଜର, ସେ ଅବ୍ରାହମଙ୍କ କୋଳରେ ବସିଛନ୍ତି। ଆଉ ସେଠୁ ଗଲା ପରେ ସେ ଅବ୍ରାହମକୁ ବି ଚିହ୍ନିଲେ ଆଉ ଲାଜରକୁ ବି ଚିହ୍ନିଲେ। କାରଣ ଜଣେ ବ୍ୟକ୍ତି ମଲା ପରେ ତାର ପୁଣି ସେ ତାର ସବୁ ଚିନ୍ତାଧାରା ସେମିତି ଏକା ଥାଏ। ମଲା ପରେ ସେ କିଛି ଭୁଲି ପାରିବ ନାହିଁ। ସେ ସେଇ ସମାନ ଚିନ୍ତାରେ ସେ ମଲେ। ଆଉ ମଲା ପରେ କଣ ହଉଛି ଯେ ସେ ତଳୁ ଉପରକୁ ଦେଖିଲା ବେଳକୁ ଅବ୍ରାହମଙ୍କର କୋଳରେ ଲାଜରକୁ ସେ ଦେଖୁଛନ୍ତି। ଆଉ ସେ ଗୋଟେ କଥା କହୁଛନ୍ତି, ପ୍ରଥମରେ ଏଟା ସେଠି କଲବଲ ଛଟପଟ ହଉଛନ୍ତି। ଆଉ ସେ କହିଲେ, ଏ ପିତା ଅବ୍ରାହମ, ଟିକେ ଲାଜରକୁ ପଠେଇ ଦିଅ, ସେ ଆସିକି କଣ କରିବ, ତାର ଗୋଟେ ଫିଙ୍ଗରରେ, ଗୋଟେ ଆଙ୍ଗୁଳିରେ କଣ କରିବ, ଟିକେ ମୋ ପାଣି ଆଣି ମୋ ଜିଭରେ ଟିକେ ଛୁଏଇବ। କିନ୍ତୁ ତାହା ତ ସମ୍ଭବ ନୁହେଁ। ପ୍ରିୟ ବନ୍ଧୁ, ମୃତ୍ୟୁ ପରେ ସ୍ଥାନ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବା ସ୍ଥିତି ମଧ୍ୟ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ସେଇ ସମାନ ସ୍ଥିତିରେ ରହିବା ପାଇଁ ପଡ଼ିବ। ଆଉ ସେଠି ସେ କଲବଲ ହଉଛନ୍ତି, କହିଲେ ପୁଅରେ ଏଠୁ ଆଉ ସେଠିକି ଯାଇପାରିବ ନାହିଁ। ତାପରେ ସେ କଣ ବୋଲି କହୁଛନ୍ତି, 27 ପଦରୁ ମୁଁ ପଢୁଛି, ଲୁକ 16 ପର୍ବ 27 ପଦରୁ। ସେଥିରେ ସେ କହିଲା, ହେ ପିତା, ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋର ପିତାଙ୍କ ଗୃହକୁ ପଠାନ୍ତୁ, କାରଣ ମୋର 5 ଭାଇ ଅଛନ୍ତି, ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି, ଏଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବ। ଯେ କଣ ବୋଲି କହୁଛନ୍ତି, ଦେଖନ୍ତୁ ମଲା ପରେ ମଧ୍ୟ ଭାଇମାନଙ୍କର ମନେ ପଡେ। 5 ଭାଇ ଅଛନ୍ତି, ସମସ୍ତ ମୁଁ କହିବା ପାଇଁ ଚାହେଁ, ମଲା ପରେ କିଛି ବିସ୍ମୃତ ହୁଏ ନାହିଁ। ସ୍ମୃତି ସମାନ ଥାଏ, ସ୍ମରଣ ଶକ୍ତି ସମାନ ଥାଏ। ଆଉ ସେଇ ସ୍ମରଣ ଶକ୍ତି ସହିତ ଆପଣଙ୍କୁ ନର୍କରେ ବି କାଟିବା ପାଇଁ ପଡ଼ିପାରେ। ପଡ଼ିବ ବୋଲି କହୁନାହିଁ। ବଞ୍ଚିବା ସମୟରେ ଯଦି ଜୀବନକୁ ପରିବର୍ତ୍ତନ କରିବା ନାହିଁ, ପାପରୁ ଫେରିବା ନାହିଁ, ମନ୍ଦତାରୁ ଫେରିବା ନାହିଁ, ମଲା ପରେ ମଧ୍ୟ ଆପଣଙ୍କ ପାଇଁ ସମସ୍ୟା ରହିଥାଇପାରେ। ଲେଖାଯାଉ ସେ କଣ କହୁଛି, ଯେ ମୋର 5 ଭାଇ ଅଛନ୍ତି, ଟିକେ ଲାଜରକୁ ତାଙ୍କ ପାଖକୁ ପଠେଇ ଦିଅନ୍ତୁ। କିନ୍ତୁ ଅବ୍ରାହମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କ କଥା ଶୁଣନ୍ତୁ। କେତେ ସୁନ୍ଦର କଥା କହିଲେ, ଯେ ମୋଶାଙ୍କ ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ଅଛି, ବାଇବଲ ଅଛି, ବାଇବଲରୁ ସେମାନେ ଶୁଣନ୍ତୁ। ସେଥିରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ। ଏ ସମ୍ବାଦଟି କୋଉଠୁ ଆମେ ପାଉଛୁ ଆଜି? ସେ କହୁଛି ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀ ମାନଙ୍କର କଥା ନ ଶୁଣନ୍ତି, ତାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମ ସମ୍ମୁଖରେ ପରମେଶ୍ୱରଙ୍କ ବାକ୍ୟ ଅଛି। ଆଜି ଗୋଟେ ସମ୍ବାଦ ଏ ପ୍ରକାର ଚାଲିଛି, ସୁସ୍ଥତା, ଚାରିଆଡେ ସୁସ୍ଥତା। ଅନ୍ଧ ଦେଖିଲା, ଛୋଟା ଚାଲିଲା, ମୃତ ଉଠିଲା, ରୋଗୀ ସୁସ୍ଥ ହେଲେ, କିଡନୀ ଭଲ ହେଇଗଲା, ହାର୍ଟ ଭଲ ହେଇଗଲା। ଏଇ ସମ୍ବାଦ ହିଁ ଚାଲିଛି। ପ୍ରିୟ ଭାଇ ଭଉଣୀ ମାନେ, ଏଇ ସମ୍ବାଦ ଜଗତ ପାଇଁ ଦରକାର ପଡିପାରେ, କିନ୍ତୁ ନର୍କରୁ ରକ୍ଷା ପାଇବାର ଅଛି, ମୋଶା ଓ ଭାବବାଦୀ ମାନଙ୍କର ଶାସ୍ତ୍ର ଦରକାର ଅଛି, ବାଇବଲ ଦରକାର ଅଛି। ଆଜିର ସମୟରେ ଯୋଉ ଚମତ୍କାର ଚାଲିଛି, ସେ ଚମତ୍କାରକୁ ନମସ୍କାର। ପ୍ରିୟ ଭାଇ ଭଉଣୀ ମାନେ, ଆମେ ସମସ୍ତେ ସେ ଚମତ୍କାର ପଛରେ ପଡି ଯାଇଛୁ, କିନ୍ତୁ ଏ ଚମତ୍କାର ଆଶ୍ଚର୍ଯ୍ୟ କର୍ମ ଜଣେ ଲୋକକୁ ସ୍ୱର୍ଗକୁ ନେଇ ପାରିବ ନାହିଁ। ମନ ପରିବର୍ତ୍ତନ ହେବା ଦରକାର। ମନ ପରିବର୍ତ୍ତନ କରିବାର ଅଛି। ମୋଶାଙ୍କର, ଭାବବାଦୀଙ୍କର ଧର୍ମଶାସ୍ତ୍ର ଜାଣିବାର ଅଛି, ବାଇବଲ ଜାଣିବାର ଅଛି। ପ୍ରିୟ ବନ୍ଧୁ, ନର୍କରୁ ରକ୍ଷା ପାଇବା ପାଇଁ ଆମ ପାଖରେ ଗୋଟିଏ ସାଧନ ଅଛି, ଈଶ୍ୱରଙ୍କ ବାକ୍ୟ। ଆଉ ଲେଖାଯାଉଛି, এই ଧନୀ ଲୋକଟି ନର୍କ ଯିବାର ଗୋଟେ ମୂଳ କାରଣ ଲେଖାଯାଉଛି, ମନ ପରିବର୍ତ୍ତନ କରିନାହିଁ। ଆଜି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆମର ସବୁ ତ ପରିବର୍ତ୍ତନ ହେଉଛି, ମନ କେବେ ପରିବର୍ତ୍ତନ ହବ? ଘର ପରିବର୍ତ୍ତନ ହେଲା, ଗାଡ଼ି ପରିବର୍ତ୍ତନ ହେଲା, ଜବ୍ ପରିବର୍ତ୍ତନ ହେଲା, ଷ୍ଟାଇଲ ପରିବର୍ତ୍ତନ ହେଲା, ଆମର ସବୁ ବିଷୟ କିଛି ନା କିଛି ପ୍ରତିଦିନ ପରିବର୍ତ୍ତନ ହେଉଛି। କିନ୍ତୁ ଦୁଃଖର କଥା କ'ଣ, ମନ ପରିବର୍ତ୍ତନ ହେଉନାହିଁ। ଯଦି ଆଜି ଆପଣଙ୍କର ମନ ପରିବର୍ତ୍ତନ ହେଇନାହିଁ, କି ଦେଖନ୍ତୁ,
दीर्घ वर्ष धरी ख्रीस्टियान बोली कहउछंती विश्वासी बोली कहउछंती प्रभुरे अछि बोली कहउछंती किंतु आपनकर मन परिवर्तन हेछि कि एई व्यक्ति जनक नरकर कलबल होछि आ से कोन कहउछि नै जने लोक जीवा दरकार किए जीवा दरकार नै मृत मान को मधुर जने जीवा दरकार से कहले मृत मान को मधुर के जीवा दरकार से मन पाखरे बाइबल अछि प्रिय बंधु आपण पाखरे बाइबल अछि बाइबल पढंतु जदि आपण परिवार के बाइबल पढी नांती ताको पढिबा पे दियंतु कारण बाइबल होछि ईश्वर वाक्य आ ए वाक्य द्वारा ही जने लोक जीवन परिवर्तन करी नरक रक्षा पाई प्रभु आपण मान आशीर्वाद करंतु से कोन कहउछि ता यथेष्ट नुहे किंतु आज कहिबा पे गले बाइबल यथेष्ट जड़े व्यक्ति को तार अनंत काल सजाड़ा तार पापर फेरवा तार मंदतार फेरवा तार अनंत काल परिवर्तन करने आज ता हाथ में सक्षम अच्छी बाइबल अच्छी जदि बाइबल पढ़ बाइबल को शुणव तार जीवन परिवर्तित हो पार प्रभु आपन आशीर्वाद करूँ।